नमस्कार। आकाशवाणी कटक आंचलिक संवाद पढ़ुछंती उदयनाथ स्वाई। मुख्य संवाद। विकसित भारत पई निरंतर उद्यम नेताजी प्रति प्रकृत कार्यांजलि हेब पराक्रम दिवस अवसर में कहिले प्रधानमंत्री। नेताजी सुभाष चंद्र बोस और वीर सुरेंद्र साय जयंती में राज्यव्यापी श्रद्धांजलि अर्पण कटक आयोजित स्वतंत्र कार्यक्रम को उद्घाटन कले मुख्यमंत्री। आसंता सोमवार दिन बंद रहिबो मुख्यमंत्री जन अभियोग शुणाणी एवं हॉकी इंडिया लीग्र महिला वर्ग में ओडिशा वारियर्स और दिल्ली एसजी पाइपर्स मध्य मैच जारी। संपूर्ण संवाद। महान स्वाधीनता संग्रामी तथा विशिष्ट जननायक नेताजी सुभाष चंद्र बोस 128तम जयंती को आज समग्र देश में पराक्रम दिवस भाव पालन करा जाउछि। प्रधानमंत्री नरेंद्र मोदी ଏହି ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଭାରତକୁ ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରିବା ପାଇଁ ନେତାଜୀଙ୍କର ଆଦର୍ଶ ଅନୁକରଣ ଯୋଗ୍ୟ। ଗତ 10 ବର୍ଷ ମଧ୍ୟରେ ଦେଶର 25 କୋଟି ନାଗରିକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ବିକଶିତ ଭାରତ ପାଇଁ ନିରନ୍ତର ଉଦ୍ୟମ କଲେ ତାହା ନେତାଜୀଙ୍କ ପ୍ରତି ପ୍ରକୃତ କାର୍ଯ୍ୟାଞ୍ଜଳି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନେତାଜୀଙ୍କର ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଜନ୍ମମାଟି କଟକରେ ପ୍ରଥମ ଥର କରି ପରାକ୍ରମ ଦିବସ ପାଳନ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ପ୍ରଶଂସା କରିଛନ୍ତି। 2047 ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶବାସୀଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। तब स्वराज के लिए हमें एक होना था, आज विकसित भारत के लिए हमें एक रहना है। आज देश में विश्व में हर तरफ भारत की प्रगति के लिए अनुकूल माहौल है। दुनिया भारत की ओर देख रही है कि कैसे हम इस 21वीं सदी को भारत की शताब्दी बनाते हैं। और ऐसे महत्वपूर्ण कालखंड में हमें नेताजी सुभाष की प्रेरणा से भारत की एकजुटता पर बल देना है। नेताजी सुभाष चंद्र बोसଙ୍କ विषय युवपीढ़ी विस्तृत भाव अध्ययन करिवार आवश्यकता रहिछि बोली मुख्यमंत्री मोहन चरण माझी कहिसंति। केंद्र संस्कृति मंत्रालय और राज्य सरकारଙ୍କ मिलित सहयोग में आज कटक सत्यव्रत स्टाडियम रे आयोजित स्वतंत्र कार्यक्रम में मुख्यमंत्री जोगदेई कहिसंति, नेताजीଙ୍କ जीवनादर्श पराकाष्ठा एवं समाज मंगल पई तांको दृष्टिकोण युव शक्ति को एक समृद्ध देश निर्माण पई प्रेरणा जोगाइबो बोली श्री माझी कहिसंति। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଥିଲେ। ଆସନ୍ତା ଶନିବାର 25 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କିତ ପୁସ୍ତକ, ଛବି ପ୍ରଦର୍ଶନୀ, ମୂର୍ତ୍ତିଶିଳ୍ପ କର୍ମଶାଳା ଏବଂ ନେତାଜୀଙ୍କ ଜୀବନ ଓ ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ କେନ୍ଦ୍ର କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଓଡ଼ିଆ ବଜାରରେ ଥିବା ନେତାଜୀ ସ୍ମାରକୀ ପ୍ରତିଷ୍ଠାନ ଓ ବ୍ୟାଖ୍ୟାନ କେନ୍ଦ୍ରକୁ ଜନସାଧାରଣଙ୍କ ପାଇଁ ଆଜିଠାରୁ ଖୋଲାଯାଇଛି। ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଜନସାଧାରଣ ବ୍ୟାଖ୍ୟାନ କେନ୍ଦ୍ରକୁ ନିଃଶୁଳ୍କ ପରିଦର୍ଶନ କରିପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଥିବା ଖବର ଆମର ହସ୍ତଗତ ହେବାରେ ଲାଗିଛି। ଭାରତର ସ୍ୱାଧୀନତା ସଂଗ୍ରାମର ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାୟଙ୍କ 217ତମ ଜୟନ୍ତୀ ଉପଲକ୍ଷେ ଆଜି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁରେନ୍ଦ୍ର ସାୟଙ୍କ ଜନ୍ମମାଟି ସମ୍ବଲପୁରର ଖିଣ୍ଡା ଗ୍ରାମରେ ଆୟୋଜିତ ଉତ୍ସବରେ ଯୋଗଦେବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ବୀର ସୁରେନ୍ଦ୍ର ସାୟଙ୍କ ଅଦ୍ୱିତୀୟ ନେତୃତ୍ୱ, ତ୍ୟାଗ ଓ ବଳିଦାନକୁ ସମ୍ମାନ ଦେବା ପାଇଁ ଖିଣ୍ଡା ଗ୍ରାମକୁ କେନ୍ଦ୍ର, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଆଦର୍ଶ, ସମର୍ପଣ ଓ ପ୍ରେରଣାର ତୀର୍ଥସ୍ଥଳ କରାଯିବ। ସୁରେନ୍ଦ୍ର ସାୟଙ୍କ ସ୍ମୃତିରେ ଏକ ପାଣ୍ଠି ଗଠନ କରିବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ଉପଲକ୍ଷେ ଶ୍ରୀ ପ୍ରଧାନ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେବା ସହ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାୟଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର 27 ତାରିଖ ଦିନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। पुलिस महानिर्देशक वाईबी खुरानिया नुआपड़ा जिला को 2 दिनिया गस्तरे जाई सीमांतरे सुरक्षा व्यवस्थार समीक्षा करिसंती। एही अवसर में श्री खुरानिया सीमांत अंचल में माओवादी गतिविधि निरीक्षण करने पागारपाणी एक सीआरपीएफ कैंप स्थापन नहीं स्थान निरूपण करथिले।
ଶ୍ରୀମନ୍ଦିର ବାହାରେ ୱାଚ୍ ଟାୱାର ଲଗାଇବା ବିଷୟରେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ୱାଚ୍ ଟାୱାର ବସାଗଲେ ବେଆଇନ ଡ୍ରୋନ୍ ଉଡ଼ାଣ ଉପରେ ନଜର ରଖାଯିବା ସହ ଶ୍ରୀମନ୍ଦିର ସୁରକ୍ଷିତ ରହିପାରିବ। ସେହିପରି ଗର୍ଭଗୃହ ଫଟୋ ପ୍ରଘଟ ଘଟଣାର ତଦନ୍ତ ଜାରି ରହିଛି ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ନୋଡାଲ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏକ ଖଗୋଳ ବିଜ୍ଞାନାଗାର ଉଦ୍ଘାଟିତ ହୋଇଯାଇଛି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏହାକୁ ଉଦ୍ଘାଟନ କରିଛନ୍ତି। ଏଥିସହ ବିଜ୍ଞାନାଗାରରେ ଥିବା ବିଭିନ୍ନ ଯନ୍ତ୍ରପାତିକୁ ମଧ୍ୟ ଶ୍ରୀ ମାଝୀ ବୁଲି ଦେଖିଥିଲେ। ଏହି ବିଜ୍ଞାନାଗାର ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଜ୍ଞାନ ଶିକ୍ଷାକୁ ସହଜ କରିବ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଛନ୍ତି। ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନାର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୃଢ଼ ଇଚ୍ଛାଶକ୍ତି ଏବଂ ପରିବାର ଓ ସମାଜର ସହଯୋଗ ଦ୍ୱାରା କନ୍ୟା ନିଜର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରି ସାମାଜିକ ବିକାଶ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦିଲ୍ଲୀର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ଗୁଲନଗର ପଞ୍ଚାୟତ ଅନ୍ତର୍ଗତ ଖଇରାବାଦ ଗ୍ରାମର କମଳା ମହାରଣା ଯୋଗଦେବେ। କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି। ବର୍ଜ୍ୟବସ୍ତୁରୁ ସଂଗୃହୀତ କଞ୍ଚାମାଲରେ ବିଭିନ୍ନ ଘରକରଣା ସାମଗ୍ରୀ ପ୍ରସ୍ତୁତି ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ତାଙ୍କର ପ୍ରଶଂସା କରିଥିଲେ। ଏଥିପାଇଁ କମଳା ମହାରଣା କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେଥିରେ ଯେତେବେଳେ ଯୋଗ ଦେବା ପାଇଁ କି ନିମନ୍ତ୍ରଣ ଆସିଲା ସେତେବେଳେ ତ ବହୁତ ଖୁସି। କୋଟି କୋଟି ଲୋକଙ୍କୁ ଭେଟିବା ସେଟା ଗୋଟେ ସ୍ୱପ୍ନ। ପ୍ରଧାନମନ୍ତ୍ରୀ କି ଭେଟିବି, ବିଛଣା ଆଉ ଟୋପି ଆଉ ତିରଙ୍ଗା ଗୋଷ୍ଠୀ କଲା ପରେ ନେଇକିରି ଭେଟିକିରି ତାକୁ ଉପହାର ଦେବି। କେନ୍ଦ୍ରାପଡ଼ାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। କୁମ୍ଭୀର ଗଣନା ପାଇଁ ଗତ 14 ତାରିଖରୁ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ କରାଯାଇଥିଲା। ସୂଚନା ଅନୁସାରେ ଭିତରକନିକାରେ 1826ଟି କୁମ୍ଭୀର ଥିବା ଗଣନାରୁ ଜଣାପଡ଼ିଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ 15ଟି କୁମ୍ଭୀର ଅଧିକ ଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର ସମସ୍ତ ସିବିଏସ୍ଇ ସ୍କୁଲ, ସ୍ଥାନୀୟ ରାଜ୍ୟ ସରକାରୀ ସ୍କୁଲ ଏବଂ ପିଏମ୍ଶ୍ରୀ ବିଦ୍ୟାଳୟରୁ 100ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ମହିଳା ବର୍ଗରେ ରାଞ୍ଚିର ଜୟପାଲ ସିଂ ମୁଣ୍ଡା ଷ୍ଟାଡିୟମରେ ଓଡ଼ିଶା ୱାରିୟର୍ସ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଅନ୍ୟ ଏକ ମ୍ୟାଚ୍ରେ ପୁରୁଷ ବର୍ଗରେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆଜି ରାତି 8:15 ତାମିଲନାଡୁ ଡ୍ରାଗନ୍ସ ଏବଂ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ମୁକାବିଲା ହେବ। ପାଣିପାଗ। ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ମଧ୍ୟରାତ୍ରରୁ ସକାଳ ମଧ୍ୟରେ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ କୁହୁଡ଼ି ଅନୁଭୂତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ତେବେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା ଓ କଟକ ଜିଲ୍ଲାର 1-2ଟି ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ପାଇଁ ନିରନ୍ତର ଉଦ୍ୟମ ନେତାଜୀଙ୍କ ପ୍ରତି ପ୍ରକୃତ କାର୍ଯ୍ୟାଞ୍ଜଳି ହେବ, ପରାକ୍ରମ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି ଅର୍ପଣ। କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଆସନ୍ତା ସୋମବାର ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଏବଂ ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗରେ ଓଡ଼ିଶା ୱାରିୟର୍ସ ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମ୍ୟାଚ୍ ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।